ନିମନ ବିଦର ଗ୍ରାମରେ ନିମନ ନାମକ ଜଣେ ବ୍ୟକ୍ତି ଥାଏ। ସେ ସବୁବେଳେ ନାକରେ କଥା କୁହେ। ପୁଣି ନାକ ଶୁଙ୍ଘି ଶୁଙ୍ଘି ଛିଙ୍କିବାକୁ ମଧ୍ୟ ତାକୁ ବହୁତ ଭଲ ଲାଗେ। ତା ଛିଙ୍କ ଓ ନାକୁଆ କଥା ଶୁଣି ଲୋକେ ଖୁବ୍ ଖୁସି ହୁଅନ୍ତି ଓ ତାକୁ ନାକୁଆ ନିମନ ବୋଲି ଡାକନ୍ତି। ନିମନ ପରିଶ୍ରମ କରି ତା ନିଜ ପେଟ ପୋଷେ। ହେଲେ କେଉଁଠି କିଛି ବିନା ପରିଶ୍ରମରେ ମାଗଣା ମିଳିଲେ ବଡ଼ ଆନନ୍ଦ ପାଏ। କାହାକୁ ନାନା କଥା କହି ଠକାଠକି କରି ମଧ୍ୟ ସେ କିଛି ପାଏ। ତା ଛଡ଼ା କାହା ଘରେ ଯଦି ଜନ୍ମଦିନ, ବିବାହ ବା ଶ୍ରାଦ୍ଧ ଇତ୍ୟାଦି ହେଉଥାଏ, ତେବେ ସେ ଯାଇ ସେଠାରେ ହାଜର। ଟିକିଏ ବୋଲ ହାକ କରିଦେଇ ପେଟ ଭରି ସେ ଖାଏ। ମାଗଣା ଖାଇବାରେ ତାର ବଡ଼ ଖୁସି। ବଦ୍ରିନାଥ ସେ ଗାଁକୁ ଅଳ୍ପ କିଛି ଦିନ ହେବ ଆସିଥାଏ। ତା ଘରେ କିଛି ପୂଜା ହେବାର କଥା। ତେଣୁ କଦଳୀ ଗଛ, ଆମ୍ବଡାଳ ଓ ପତ୍ର ସଜାଇବାକୁ ତାର ଦରକାର ପଡ଼ିଲା। ବଦ୍ରିନାଥ ନିମନକୁ ଏ ବିଷୟରେ କହିଲା। ନିମନ କହିଲା, ଆରେ ସେଦିନ ତ ମୋର ରାମଶାସ୍ତ୍ରୀ ଘରେ ନିମନ୍ତ୍ରଣ ଅଛି। ତେବେ ମୁଁ ସେଠାରେ ଖାଇ ହୁଏତ ଏଠାକୁ ଚାଲି ଆସିବି। ଡାକିଛ ଯେତେବେଳେ କ'ଣ କରାଯାଏ? ଘର କଥା ତ। ଏକବାରେ ନୂଆ ଲୋକ ନିଜ ଘର ଲୋକ ପରି କଥା କହୁଛି। ବଦ୍ରିନାଥକୁ ଟିକିଏ ଅଡ଼ୁଆ ଲାଗିଲା। ନିଜ ପଟରୁ ଆବଦାର କରି ଜଣେ ଆସୁଛି ତାକୁ କ'ଣ କରାଯିବ? ତେଣୁ ସେ କହିଲା, ହଁ ନିଶ୍ଚୟ ଆସିବ ଓ ଟିକିଏ ଚଞ୍ଚଳ ଆସିଯିବ। ସେଦିନ ନିମନ କିନ୍ତୁ ଆସିଲା ନାହିଁ। ତାର ଅସଲ କାରଣ ହେଉଛି ଗ୍ରାମର ପୁରୋହିତ ନିଜ ପରିବାରକୁ ନେଇ ତୀର୍ଥଯାତ୍ରାକୁ ଯାଉଥିଲେ। ନିମନ ସେଠି ପହଞ୍ଚିଯାଇ କହିଲା, ଚାଲନ୍ତୁ ମୁଁ ମଧ୍ୟ ଆପଣଙ୍କ ସହିତ ଯିବି। ଆପଣମାନଙ୍କ ସେବା କରିବି। ଆପଣଙ୍କର କୌଣସି ଅସୁବିଧା ହେବ ନାହିଁ। ଅବଶ୍ୟ ମୋର ଘରେ ଅନେକ କାମ ଦାମ ପଡ଼ିଛି। ପଡ଼ିଥାଉ। ତୀର୍ଥଯାତ୍ରା ପୁଣି ବ୍ରାହ୍ମଣ ସେବା, ଇଏ ତ ଭାଗ୍ୟରେ ଥିଲେ ମିଳେ। ବିଚରା ପଣ୍ଡିତ କ'ଣ କରିବେ? ଦେଖିଲେ ଜଣେ ସାହାଯ୍ୟ କରିବାକୁ ନିଜ ପଟରୁ କହୁଛି। ଛୁଆପିଲା ସାଙ୍ଗରେ ଧରି ଯାଉଛି। କିଛିଟା ତ ସେ ସାହାଯ୍ୟ କରିବ। ତେଣୁ ତାକୁ ସେ ତାଙ୍କ ସାଙ୍ଗରେ ନେଲେ। ସେଦିନ ବଦ୍ରିନାଥ ରାତି ପର୍ଯ୍ୟନ୍ତ ତାକୁ ଅପେକ୍ଷା କଲା। ସେ ନ ଆସିବାରୁ ବାଧ୍ୟ ହୋଇ ସେ ଖାଇଲା। ସପ୍ତାହକ ପରେ ନିମନ ତୀର୍ଥଯାତ୍ରାରୁ ଫେରିଲା। ରାସ୍ତାରେ ବଦ୍ରିନାଥ ସହ ତାର ଦେଖା ହେଲା। ବଦ୍ରିନାଥ ରାଗିକରି କିଛି କହିବାରୁ ନିମନ କହିଲା, ଛି ଛି, ରାଗିବା ବଡ଼ ଖରାପ। ପଛ କଥା ଭୁଲିଯା। ପରିସ୍ଥିତିରେ ପଡ଼ି ଗ୍ରାମ ବାହାରକୁ ମୁଁ ପଳାଇଥିଲି। ଏଠାରେ ଥିଲେ କ'ଣ ଆସି ନ ଥାନ୍ତି? ଗ୍ରାମର ମୁଖିଆ ମଧ୍ୟ ମୋତେ ବଡ଼ ସ୍ନେହରେ ଡାକିଥିଲେ। ତୁମକୁ କହୁ ନ ଥିଲି? ସେଠାକୁ କ'ଣ ଯାଇପାରିଲି? ମଣିଷ ଯାହା ଭାବେ ସେ କଥା କ'ଣ ହୁଏ? ଗଲା କଥା ତ ଗଲାଣି। ଏବେ କ'ଣ? ଆଜି ମୁଁ ତୁମ ଘରେ ଦୁଇଥର ବରଂ ଖାଇନେବି। ମୋର ଅପରାଧ କ୍ଷମା ହୋଇଯିବ। ଏତିକି କହି ସେ ବଦ୍ରିନାଥ ସହିତ ତା ଘର ଆଡ଼େ ଚାଲିଲା। ବଦ୍ରିନାଥ ତ ସ୍ୱପ୍ନରେ ସୁଦ୍ଧା କେବେ ବି ଭାବି ନ ଥିଲା ଯେ ତା ରାଗର ପରିଣାମ ଏଇଆ ହେବ ବୋଲି। ପୁଣି ଆଜି ତ କିଛି ପୂଜା ଉତ୍ସବ ବି ନୁହେଁ। ଏବେ ଭଦ୍ରଲୋକ ହଠାତ୍ ପହଞ୍ଚିବା ବେଳକୁ ସ୍ତ୍ରୀ କେଉଁଠୁ କ'ଣ ଆଣି ରାନ୍ଧିବ? ମହା ଅଡ଼ୁଆ ହେଲା ତ। ମଣିଷ ମୋହର ଘରୁ ଯାଇ କାନ୍ତାରରେ ପଡ଼ିଲା। ବଦ୍ରିନାଥ ଘରେ ତାର ବୁଢ଼ୀ ପିଇସୀ ଥାଏ। ସେ ବଡ଼ ନାକଟେକା ସ୍ୱଭାବର। କଥା କଥାକେ ସେ ଖାଲି ଆବେ ବୋଲି କହିବ। ବୁଢ଼ୀର କଥାବାର୍ତ୍ତା ନିମନକୁ ମୋଟେ ଭଲ ଲାଗିଲା ନାହିଁ। ସେ ଟିକିଏ ନାକ ଶୁଙ୍ଘି ବଡ଼ ଗୋଟାଏ ଛିଙ୍କିଲା। ବୁଢ଼ୀ ତ ରାଗି ମାରି ଅସ୍ଥିର। କହିଲା, ଆବେ ନାସୁଆ ନିମନ, ତୋ ବିଷୟରେ ମୁଁ ବହୁତ ଶୁଣିଛି। ସେ ନାକଶୁଙ୍ଘା ଛାଡ଼ିଦେ। ନିଜର ସତ୍ୟାନାଶ କରିଲୁଣି। ଅନ୍ୟମାନଙ୍କୁ ମଧ୍ୟ ଶାନ୍ତି ଦେବୁ ନାହିଁ। ନିଜେ ତ ସ୍ନାନ କରିନାହୁଁ। ଯା ଶୀଘ୍ର କୂଅ ପାଖକୁ ଯାଇ ସ୍ନାନ କରି ଆସ। ଆସିବା ବେଳେ 2-4 ଲୋଟା ପାଣି ଆଣିବୁ। ରୋଷେଇରେ ସବୁ ପାଣି ସରିଯାଇଛି। ନିମନ ଏଥର ଆଉ କ'ଣ ବା କରେ? ନାଚାର ହୋଇ ସେ ବିଚରା ଯାଇ ପାଣି ଉଠାଇଲା। କୂଅ ବହୁତ ଗଭୀର। ପାଣି ଟାଣି ଟାଣି ତା ହାତ ବ୍ୟଥା। ଭାବିଲା, ଏମିତି ଖାଇବା ଅପେକ୍ଷା ଉପାସ ରହିବା ବରଂ ଭଲ। ସ୍ନାନ କରି ଲୋଟାରେ ପାଣି ଭରିବା ଡେରି ହେବାରୁ ବୁଢ଼ୀ ଚିତ୍କାର କଲା, ଆବେ 4ଟା ଲୋଟା ଭରୁ ଭରୁ ତୋର
ଉର୍ଦ୍ଧ୍ୱଶ୍ୱାସ ଦେଖାଦେଲାଣି। ପରିଶ୍ରମ ନ କରି ଖାଇବା ଲୋକଙ୍କର ଏଇ ଅବସ୍ଥା। ଚାଲିଆ ଆଗ ଖାଇଦେ। ନିମନ ଖାଇବାକୁ ବସିଲା। ଭୋକ ତ ହେଉଥିଲା। ଗାଉଁ ଗାଉଁ କରି ସେ ଖାଇ ପକାଇଲା। ବୁଢ଼ୀ ପାଟି କରି କହିଲା, ହେ ହେ ସିଏ କ'ଣ ଏମିତି ପଶୁ ଭଳିଆ କ'ଣ ଖାଉଛୁ? ନିମନ କହିଲା, ମାଉସୀ, ସମସ୍ତେ ତ ଏମିତି ଖାଆନ୍ତି। ବୁଢ଼ୀ କହିଲା, ଆବେ ଶୁଣ, ମୁଁ ଶୁଣିଲି ତୁ ରାତିରେ ବି ଏଠାରେ ଖାଇବୁ। ଏମିତି ଗାଉଁ ଗାଉଁ କରି ଖାଇଲେ ତ ସରିଛି। ଆଉ ରାତି ପାଇଁ କ'ଣ ରହିବ? ମଣିଷ ଜନ୍ମ ନେଇଛୁ, ମଣିଷ ପରି ବ୍ୟବହାର କରିବାକୁ ଶିଖ। ଏମିତି ଗୁଡ଼ାଏ ଖାଇଲେ ତତେ ଦ୍ୱିତୀୟ ଥର କେହି ଆଉ କ'ଣ ନିମନ୍ତ୍ରଣ କରିବ? ନିମନ ତ ତା ଜୀବନରେ ଏପରି କଥା ଆଦୌ କଦାପି ମଧ୍ୟ ଶୁଣି ନ ଥିଲା। ଏଣୁ ସେ ବୁଢ଼ୀ କଥା ତାକୁ ବଡ଼ ବାଧିଲା। ତା ଆଖିରେ ପାଣି ଆସିଗଲା। ସେ ଖାଇସାରି ଚୁପଚାପ ଯିବାକୁ ଆରମ୍ଭ କରିଛି। ବୁଢ଼ୀ ପୁଣି କହିଲା, ଆବେ ତତେ ଟିକିଏ ଲାଜ ନାହିଁ? ବିନା ପରିଶ୍ରମରେ ଖାଇବା ଯୋଗାଡ଼ କରିନେଲୁ। ପୁଣି ଖାଇସାରି ଅଇଁଠା ପତର ଛାଡ଼ି ଯାଉଛୁ। ତାକୁ ପୁଣି କିଏ ଉଠାଇବ? ଅଳସୁଆ ବୋକା, ମୁଁ କ'ଣ ତୋ ଅଇଁଠା ଉଠାଇବି? ଶୀଘ୍ର ଯାଇ ପତର ଉଠା। ପତରକୁ ନେଇ ଦୂରରେ ପକାଇ ଏଠାରେ ହଳଦୀ ପାଣି ପକାଇ ପୋଛ। ମୁଁ ଟିକିଏ ଧାର୍ମିକ ଲୋକ ତ ସବୁକିଛି ପରିଷ୍କାର ରଖେ। ଏମିତି ଅଇଁଠା ମଇଁଠା ଏଠି ସେଠି ପଡ଼ିବାର ଦେଖିବାକୁ ମୋତେ ଜମାରୁ ଭଲ ଲାଗେ ନାହିଁ। ନିମନ୍ତ ଅବାକ୍। ଆଜି କାହା ହାବୁଡ଼ରେ ପଡ଼ିଲା? ତା ମୁହଁ ପୂରାପୂରି ବନ୍ଦ। ବୁଢ଼ୀ ଯାହା ଯାହା କହିଲା ସେ ବିଚରା ତରବର କରି ସବୁ କିଛି କାମ କଲା। କାମ ସବୁ ଶେଷ ହେବା ପରେ ସେଠାରୁ ସେ ଚୁପଚାପ ପଳାଇଗଲା। ରାତିରେ ସେ ଆଉ ସେଠାକୁ ଆସିଲା ନାହିଁ। ସେହିଦିନଠାରୁ ଅନ୍ୟ ଘରେ ବିନା ପରିଶ୍ରମରେ ଚାନ୍ଦା କରି ଖାଇବା ଅଭ୍ୟାସ ନିମନ ଛାଡ଼ିଦେଲା। ଏଣିକି କିଏ ନିମନ୍ତ୍ରଣ କଲେ ମଧ୍ୟ ସେ ବହୁତ ଭାବିଚିନ୍ତି କୁହେ, ଯିବ ନା ନାହିଁ। ବଦ୍ରିର ପିଇସୀ ତାକୁ ଭଲ କରି ଥରେ ଏପରି ଶିକ୍ଷା ଦେଇଛି ଯେ ସେ ତାର ବଦ ଅଭ୍ୟାସ ସମ୍ପୂର୍ଣ୍ଣ ରୂପେ ଛାଡ଼ିଦେଲା। ଆଜିକାଲି ସେ ପରିଶ୍ରମ କରି ନିଜେ ଶାନ୍ତିରେ ଖାଏ।